କାହାଣୀ ଗୋଟେ ମଧ୍ୟବିତ୍ତ ପରିବାରର। ଯୋଉ ପରିବାରରେ ସମସ୍ତେ ତ ଅଛନ୍ତି କିନ୍ତୁ ବୋହୂଟି ଏକା। ଏକା କହିବାର ଅର୍ଥ ଏଇଆ ନୁହେଁ ଯେ ସେ ଏକା ରୁହେ। ଏକା ସେ ଏଥିପାଇଁ ଯେ ତାର ଭାବନା ସହିତ, ତାର ଆବେଗ ସହିତ କାହାର କୌଣସି ପ୍ରକାର ସମ୍ପର୍କ ନାହିଁ। ଦିନ ସାରା ସବୁ କିଛି କାମ ସେ କରେ ସୁରୁଖୁରୁରେ। କୌଣସି ପ୍ରକାର ଅଭିଯୋଗ ନଥାଏ ତା ପାଖରେ, କାହା ପାଖରେ ଅଭିଯୋଗ କରିବା ପାଇଁ। ତଥାପି ବି ତାକୁ ସହିବାକୁ ପଡ଼େ ଅନେକ କିଛି ନିନ୍ଦା ଓ ଅପବାଦ। ଏମିତି ଘଟଣା ତ ଆଜିକା ଦୁନିଆର ପ୍ରତ୍ୟେକ ପରିବାରରେ ଘଟୁଛି। କିନ୍ତୁ କହିବାର ଅର୍ଥ ଏଇଆ ଯେ ଯେତେବେଳେ ବାହା ହେଇ ଗୋଟେ ଝିଅଟେ ବୋହୂ ହେଇକି ଗୋଟେ ଘରକୁ ଆସିଥାଏ, ତାର ବୟସ ବା କେତେ ଥାଏ? ବହୁତ କମ୍ ବୟସ ଥାଏ। ଏଇ ଧରି ନିଅନ୍ତୁ 20ରୁ 25, 26, 27 ୟା ଭିତରେ। ଥରେ କୁହନ୍ତୁ ନା, ଯୋଉ ଶାଶୁକୁ ଘର ସମ୍ଭାଳିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପରଫେକ୍ଟ ବୋହୂ ହବା ପାଇଁ ବହୁତ ଦିନ ସମୟ ଲାଗି ଯାଇଥିଲା, ସେ ଯୋଉ ଝିଅଟିକୁ ବୋହୂ କରିକି ଆଣିଥିବେ ତାକୁ ବି ତ ଟିକେ ସମୟ ଦେବା ଦରକାର। କୋଉଟା ସେ ଶିଖିଛି, କୋଉଟା ସେ ଶିଖିନି, ସେଇଟା ବି ମା ପରି ଥରେ ହାତ ଧରି ଶିଖେଇ ଦେବା ଦରକାର। ଯଦି ସେଇଟା ନ କରି ଆମେ ଯଦି କେବଳ ଶାଶୁ ହେଇ ତାର ଭୁଲ ତ୍ରୁଟିକୁ ବାଛି ଚାଲିବା ନା, ସେ ବୋହୂଟି ଦିନେ ପରଫେକ୍ଟ ବୋହୂ ହବା ବଦଳରେ ହିଂସ୍ର ରୂପ ଧାରଣ କରିନିଏ। ତାହେଲେ କୁହନ୍ତୁ ତ ଏଠି ଦୋଷ କାହାର? କୁମ୍ଭାରଶାଳରେ ମାଟିରୁ ଯେତେବେଳେ କୌଣସି ବସ୍ତୁ ତିଆରି କରାଯାଏ, ସେତେବେଳେ ସେ ମାଟି ପାଇଁ ବହୁତ କିଛି ଲଢ଼େଇ କରିବାକୁ ପଡ଼େ କୁମ୍ଭାରଟିକୁ। ତାକୁ ଚକଡ଼ି ପୁରା ଏକଦମ ଫାଇନ୍ କରିକି ତାପରେ ତାକୁ ଆକୃତି ଦେବାକୁ ହେଇଥାଏ। ଭାବି ନିଅନ୍ତୁ ନା, ଥରେ ସେ ନୂଆ ହେଇ ଆସିଥିବା ବୋହୂଟି ସେ କୁମ୍ଭାରଶାଳର ମାଟି ପରି, ତାକୁ ଯଦି ଟିକେ ପରିଶ୍ରମ ଆମେ କରି ତାକୁ ଗୋଟେ ରୂପ ଦେଇଦବା ନା, ସେ ବି ନିଶ୍ଚିନ୍ତ ଭାବରେ ଗୋଟେ ସୌନ୍ଦର୍ଯ୍ୟର ଅଧିକାରୀ ହେଇପାରିବ। ଆଉ ତାର ଶୋଭାରେ ବି ଆମକୁ ଶୋଭିତ କରିପାରିବ। ଯଦି ସେଇଆ ନ କରି ଆମେ ତା ଭିତରର କେବଳ ତ୍ରୁଟି ହିଁ ତ୍ରୁଟି ବାଛିଦବା ନା, ଭଙ୍ଗା ଖପରା ପଡ଼ି ସେ ବି କୋଉ ସାଇଡ଼ରେ ପଡ଼ି ରହିବ, ନଚେତ୍ କାହା ଗୋଡ଼ରେ ଫୁଟି ଆଘାତ ଦେବାକୁ ବି ଚେଷ୍ଟା କରିବ। ସେ ବି ତ ରକ୍ତ ମାଂସରେ ତିଆରି, ତାର ବି ମନ ବୋଲି କିଛି ଥିବ। ଯେତେବେଳେ ସମ୍ପୂର୍ଣ୍ଣ ଇଚ୍ଛାକୁ ସେ ମାରି ବୋହୂ ହେଇ ଆପଣଙ୍କ ଘର